ତେବେ ଦର୍ଶକ ବନ୍ଧୁ ଚମକିଲେ ସୂର୍ଯ୍ୟ। 14ଟି ବଲ୍ରୁ ଅର୍ଦ୍ଧଶତକ ମାରି ଇତିହାସ ରଚିଲେ ଅଭିଷେକ ଶର୍ମା। 60 ବଲ୍ରେ ମ୍ୟାଚ୍ ଜିତିବା ସହ ଆଗୁଆ ସିରିଜ୍ କବ୍ଜା କଲା ଭାରତ। ତେବେ ହଁ ଦର୍ଶକ ବନ୍ଧୁ, ନ୍ୟୁଜିଲାଣ୍ଡ ବିପକ୍ଷ ଟି20 ସିରିଜ୍ ଜିତିଲା ଭାରତ। ତୃତୀୟ ଟି20କୁ 8ଟି ୱିକେଟରେ ଜିତିବା ସହ ଆଗୁଆ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ। 154 ରନ୍ର ବିଜୟ ଲକ୍ଷ୍ୟକୁ 10 ଓଭରରେ ହାସଲ କଲା ଭାରତୀୟ ଟିମ୍। ତେବେ ଏପରି ମାଡ଼ ଦେଖି ପାକିସ୍ତାନର ଅଧେ ଲୋକ ଛାନିଆ ଏବଂ ଖେଳାଳିମାନେ ମଧ୍ୟ ଛାନିଆ। କାରଣ ଟି20 ବିଶ୍ୱକପ୍ରେ ଯଦି ଭାରତର ବ୍ୟାଟ୍ସମ୍ୟାନ୍ ଏଭଳି ମାଡ଼ ମାରନ୍ତି ତାହେଲେ ପାକିସ୍ତାନୀ ବୋଲର କୁଆଡ଼େ ଯିବେ। ତେବେ ଏହି ମ୍ୟାଚ୍ରେ ଅଭିଷେକ ଶର୍ମାଙ୍କ ଅପରାଜିତ 68 ରନ୍ ଓ ସୂର୍ଯ୍ୟକୁମାର ଯାଦବଙ୍କ ଅପରାଜିତ 57 ରନ୍ ଟିମ୍ ଇଣ୍ଡିଆକୁ ସଫଳତା ଦେଲା। ଆଉ ଲଗାତାର ତୃତୀୟ ମ୍ୟାଚ୍ ଜିତିବା ସହ 5 ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଆଗୁଆ ବିଜୟୀ ହେଲା ଟିମ୍ ଇଣ୍ଡିଆ। ହଁ ଆଜ୍ଞା, ଟିମ୍ ଇଣ୍ଡିଆ ଟି20 ସିରିଜ୍ରେ ନ୍ୟୁଜିଲାଣ୍ଡକୁ ସମ୍ପୂର୍ଣ୍ଣ ଏକପାକ୍ଷିଆ ଭାବରେ ପରାସ୍ତ କରିଛି। ଗୌହାଟୀରେ ସିରିଜର ତୃତୀୟ ମ୍ୟାଚ୍ରେ ଭାରତ ଯଶପ୍ରୀତ ବୁମରାଙ୍କ ଘାତକ ବୋଲିଂ ଏବଂ ଅଭିଷେକ ଶର୍ମାଙ୍କ ନିର୍ଦ୍ଦୟ ବ୍ୟାଟିଂ ପାଇଁ ନ୍ୟୁଜିଲାଣ୍ଡକୁ 8ଟି ୱିକେଟରେ ପରାସ୍ତ କରିବାରେ ସଫଳ ହୋଇଛି। ଏହା ସହିତ ଟିମ୍ ଇଣ୍ଡିଆ 5 ମ୍ୟାଚ୍ ବିଶିଷ୍ଟ ଟି20 ସିରିଜ୍ରେ 3-0ରେ ଅଗ୍ରଣୀ ହାସଲ କରି ଟ୍ରଫି ଜିତିଛି। ତେବେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି 153 ରନ୍ କରିଥିଲା। ଏହି ରନ୍କୁ ପିଛା କରି ଭାରତର ଓପନର ବ୍ୟାଟ୍ସମ୍ୟାନ୍ ଅଭିଷେକ ଶର୍ମା 14ଟି ବଲ୍ରେ ଅର୍ଦ୍ଧଶତକ ପାଇଁ ଭାରତ ମାତ୍ର 60 ବଲ୍ ମଧ୍ୟରେ ଲକ୍ଷ୍ୟକୁ ପିଛା କରି ସମସ୍ତଙ୍କୁ ଚକିତ କରିଦେଇଥିଲା। କେବଳ ସେତିକି ନୁହେଁ, ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଦଳକୁ ବଡ଼ ଫାଇଦା ଦେଇଛି। କ'ଣ ଆପଣମାନେ ଟିମ୍ ଇଣ୍ଡିଆର ଏଭଳି ବ୍ୟାଟିଂ ଦେଖି ବହୁତ ଖୁସି ହେଉଛନ୍ତି? ତାହେଲେ କମେଣ୍ଟରେ ଲେଖିଦିଅନ୍ତୁ ଭାରତ ମାତା କି ଜୟ। ତେବେ ଏଇଭଳି ପ୍ରକାର ଭିଡ଼ିଓ ଦେଖିବା ପାଇଁ ଆପଣମାନେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, କାରଣ ଏଇଭଳି ପ୍ରକାର ଭିଡ଼ିଓ ଆପଣମାନେ ଏହି ଚ୍ୟାନେଲରେ ଦେଖିବାକୁ ପାଇବେ। ତେବେ ରହିଲି, ଜୟ ଶ୍ରୀରାମ, ଜୟ ଜଗନ୍ନାଥ ସ୍ୱାମୀ।